ଶୀତ ଦିନେ ସୁଜି ପାମ୍ପଡ଼ ଖାଇବା ଲାଗି ଭଲ ଲାଗେ ନା ସାଙ୍ଗମାନେ? ଆସନ୍ତୁ ଆଜି ଦେଖିବା ସୁଜି ପାମ୍ପଡ଼ କେମିତି ହେଉଛି। ପ୍ରିୟଙ୍କା ସେ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦେବେ। ଯେ ଏହି ଚ୍ୟାନେଲ୍କୁ ନୂଆ ଆସିଛନ୍ତି ସେମାନଙ୍କ ପାଖକୁ ବି ଆଗ ପଳେଇଯିବ। ସବସ୍କ୍ରାଇବ୍ ଟିକେ କରିଦେବେ ପ୍ଲିଜ୍ ସାଙ୍ଗମାନେ। ଆଉ ଆସନ୍ତୁ ଦେଖିବା ସୁଜି ପାମ୍ପଡ଼ କେମିତି ହେଉଛି। ଆସନ୍ତୁ। ଏଠି ଦେଖନ୍ତୁ ପ୍ରଥମେ ମୁଁ କଡ଼େଇ ବସେଇଲି। କଡ଼େଇ ଗରମ ହେବାରୁ ପାଣି ବେଲାଟେ ଦେଲି। ତାପରେ ଆହୁରି ବେଲାଟେ ପାଣି ଢାଳିଲି। ଦେଖନ୍ତୁ ପାଣି ଢାଳି ସାରିକି ପାଣି ଟିକେ ଗରମ ହେଲା ଖୁଣୁ ଆଉ ମୁଁ ଏଠି ଅଦା ରସୁଣ କଞ୍ଚା ଲଙ୍କା 3-4ଟା ଏଇଟା ନେଇକି ମୁଁ ଏଇଟା ଗ୍ରାଇଣ୍ଡିଙ୍ଗ କରିଦେବି। ଗ୍ରାଇଣ୍ଡିଙ୍ଗ କରିକି ଆଣିଲି। ଦେଖ ପାଣି ଗରମ ହେଲା ଯେମିତି ଏଇଟା ମୁଁ ପକାଇଦେଲି ଭଲ ଭାବରେ। ଏଇଟା ପାଣି ଟିକେ ଫୁଟିଗଲା ଖୁଣୁ ଏଇଟା ଭଲ ହେବ। ଦେଖନ୍ତୁ ଏଇଟା କଳା ଜିରା ଟିକେ ପକାଉଛି ଭଲ ବାସ୍ନା ହେବା ଲାଗି। ତାପରେ ଏଠି ରାଶି ଏଠି ପକାଉଛି। ତାପରେ ଏଇଟା ଜୁଆଣି ଟିକେ ପକାଉଛି ତାକୁ ବି ଆହୁରି ବଢ଼ିଆ ଟେଷ୍ଟ କରିବା ଲାଗି। ତାପରେ ତେଲ ଟିକେ ପକାଉଛି କାହିଁକିନା ସୁଜି ଯେତେବେଳେ ଆମେ ପକାଇବା ବିଣ୍ଡା ହେବନି ନା, ସେଥିଲାଗି ସୁଜି ଟିକେ ପକାଇଦେଲି। ତାପରେ ଏଇଟା ଦେଖନ୍ତୁ ଭଲ ଭାବରେ ଏଇଟା ଘାଣ୍ଟି ଦେବି। ତାପରେ ଲୁଣ ବି ସାଙ୍ଗମାନେ ଏଇଟା ଲୁଣ ଟିକେ ପକାଇବେ। ଏଥିରେ ଲୁଣ ପକାଇ ଭଲ ଭାବରେ ତାକୁ ଘାଣ୍ଟିବେ ପୁରା ପାଖାପାଖି 15 ମିନିଟ୍ ପାଖାପାଖି ଘାଣ୍ଟିବ ଫୁଟିଲା ପର୍ଯ୍ୟନ୍ତ। ଏଇଟା ଫୁଟିଲେ ଯାଇକି ଭଲ ଲାଗିବ ପାମ୍ପଡ଼ଟା। ତାକୁ ଭଲ ଭାବରେ ଏଇଟା ଫୁଟେଇବେ। ଦେଖନ୍ତୁ ଭଲ ଭାବରେ ଫୁଟେଇବେ। ଫୁଟେଇ ସାରିକି ତାକୁ ଗୋଟେ ଜାଗାକୁ ଓହ୍ଲେଇ ଦେବେ। ଓହ୍ଲେଇ ସାରିକି ସେଇଟା ଥଣ୍ଡା ହେଲେ ଛାତ ଉପରକୁ ଆଣିକି ଏଇଟା ଜରି ପାଲ ଦେଖ ମୁଁ ଚିରିଛି। ଜରି ପାଲ ଏଇଟା ଗୋଟେ କପଡ଼ାରେ ଉପରେ ଟିକେ ପୋଛି ଦେବେ। ତାପରେ ପକାଇବେ। ଏଇଟା ଦେଖ ଚାମଚେ ଧରିକି ଛୋଟ ଛୋଟ କରିକି ଏଇଟା ପକାଇବେ। ଖରାରେ ପକାଇଲେ କ'ଣ କି ବଢ଼ିଆ ହେବ। ଦେଖନ୍ତୁ ଖରାରେ ଏଇଟା ପକାଇଦେବେ ଛୋଟ ଛୋଟ କରିକି। କେତେ ସୁନ୍ଦର ଭାବେ ଦେଖ ପାମ୍ପଡ଼ଟା ହେବ। ଦେଖନ୍ତୁ ଭିଡ଼ିଓଟି ଯଦି କାହାକୁ ଭଲ ଲାଗିଲା କମେଣ୍ଟ ମାଧ୍ୟମରେ ମୋତେ କହିବେ। ଦେଖନ୍ତୁ କେତେ ସୁନ୍ଦର ଭାବେ। ଭଲ ଲାଗିଲେ ଭିଡ଼ିଓଟି ଭଲ ଲାଗିଲେ କହିବେ ଆପଣମାନେ ସାଙ୍ଗମାନେ। ଆଉ ଏଇଟା ଦେଖନ୍ତୁ କେତେ ସୁନ୍ଦର ଭାବେ ପାମ୍ପଡ଼ ଦେଖାଯାଉଛି। ଏଇଟା ରଖୁଛି ସାଙ୍ଗମାନେ। ଜୟ ଜଗନ୍ନାଥ।